ବିଲରେ ଚାଷୀମାନେ ଧାନ କାଟୁଥିବା ସମୟରେ ଅଚାନକ ଜରୁରୀକାଳୀନ ଭାବେ ବିଲ ଭିତରେ ଅବତରଣ କଲା ନୌସେନା ହେଲିକପ୍ଟର। ତେବେ ଭାରତୀୟ ନୌସେନା ଦିବସରେ ମୟୂରଭଞ୍ଜ ଜିଲ୍ଲା ରାଜଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଅମରଦାଠାରେ ଏକ ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା ଦେଖିବାକୁ ମିଳିଛି। ଦେଖୁଛନ୍ତି ନୌସେନାର ଏକ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି ବିଲରେ। ଆଜ୍ଞା କଣ ଦେଖୁଛନ୍ତି, କଣ ଅନୁଭବ କଣ ଆଜ୍ଞା? ଅନୁଭବ ତ ଏଟା ହଠାତ୍ ଏଭଳି ହବାଟା ଗୋଟେ ଆମେ ଦୁର୍ଘଟଣା ଭଳି ଭାବୁଛୁ। ତେଣୁ ଦୁର୍ଘଟଣାଟାକୁ ଆକ୍ଚୁଆଲି ଆମେ ହଠାତ୍ ଏଭଳିଆ ପରିସ୍ଥିତି ଯାହାକି ତାଙ୍କର ନୌସେନା ମାନେ ବନ୍ଦ କରିପାରୁନାହାନ୍ତି ଆଜ୍ଞା। ତେଣୁ ବର୍ତ୍ତମାନ ଷ୍ଟାର୍ଟିଂ ଅବସ୍ଥାରେ ପଡ଼ି ରହିଛି। ତେଣୁ ସମସ୍ତେ ଭୟଭୀତ ହେଉଛନ୍ତି, କାହିଁକିନା ମାନେ ଚାଷ ଜମି କ୍ଷତି କ୍ଷୟ ହେଇଯିବ କି କ'ଣ, ସମସ୍ତେ ଟିକେ ଆଶ୍ଚର୍ଯ୍ୟଜନିତ ରୂପରେ ହେଉଛି ସେଟା, ବୁଝିଲେ ନା। ହଠାତ୍ ବିଲ ଭିତରେ ଅବତରଣ କରିବା କ'ଣ ବୋଲି ଭାବୁଛନ୍ତି? ନୌସେନା ଯେଉଁ ଏବେ ତ ପୁରୀରେ ଚାଲିଛି, ନୌସେନାର ବିଭିନ୍ନ ପ୍ରଶିକ୍ଷଣ ଚାଲିଛି। ଆଜ୍ଞା ଆଜ୍ଞା କ'ଣ କହିବେ? ହଁ, ସେଇ ନୌସେନାର ପ୍ରଶିକ୍ଷଣ ଚାଲିଛି। ସେଇଥିପାଇଁ ହୁଏତ କିଏ ନୂଆ ଡ୍ରାଇଭର କିଏ କ'ଣ କରିଛନ୍ତି, ତ ଦୁର୍ଘଟଣା ଜନିତ ହଉ ବା ସେମିତି ତାଙ୍କର ଆକସ୍ମିକ ଭାବରେ ହଉ, ତେଣୁ କିଛି ଗୋଟେ ଦୁର୍ଘଟଣା ହେଇଛି। ତେଣୁ ଏଇଟା ଭୟଭୀତ, ଆମ ଅଞ୍ଚଳ ପାଇଁ ବହୁତ ଭୟଭୀତ। ସେପଟେ ନୌସେନା ହେଲିକପ୍ଟରଟି ଯେତେବେଳେ ଅବତରଣ କରିବାକୁ ଚେଷ୍ଟା କରୁଥିଲା, ବିଲ ଭିତରେ କୁଟା ଉଡ଼ିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଉ କଳେ ବଳେ କୌଶଳେ ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିବା ପରେ ଶହ ଶହ ଲୋକ ତାକୁ ଦେଖିବା ପାଇଁ ସେଠାରେ ରୁଣ୍ଡ ହୋଇଥିଲେ। ତେବେ ଦୀର୍ଘ 30 ମିନିଟ୍ ଧରି ପାଇଲଟ ହେଲିକପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରିବା ପରେ ପୁଣି ସେଠାରୁ ହେଲିକପ୍ଟରଟି ଉଡ଼ାଣ ଭରିଥିବା ଜଣାପଡ଼ିଛି। ହଠାତ୍ ଗୋଟେ ନେଭିର ଗୋଟେ ହେଲିକପ୍ଟରଟା ସେ ଯାନ୍ତ୍ରିକ ତ୍ରୁଟି ପାଇଁ ଆମର ଅମରଦାର ପେଟ୍ରୋଲ ପମ୍ପ ପାଖରେ ମାନେ ଅବତରଣ କରିଲା। କିନ୍ତୁ ମାତ୍ର ସେଠି ବହୁତ ସେ ଚାଷ ଜମିରେ ମାନେ ବହୁତ କୁଟା ଗୁଡ଼ା ପଡ଼ିଥିଲା, ସେଥିପାଇଁ ସେ ଆଉ ସେଠି ଲ୍ୟାଣ୍ଡିଂ ନ କରିପାରି ଆଉ ଟିକେ ଜାଗାକୁ ଯାଇକି ଉଠେଇଲା। ଲୋକମାନେ ଭୟଭୀତ ହୋଇ ଆସି ସାଙ୍ଗେ ସାଙ୍ଗେ ବହୁତ ସଂଖ୍ୟାରେ ରୁଣ୍ଡ ହୋଇଯାଇଥିଲେ ଏବଂ ଲୋକମାନଙ୍କ ଭିତରେ ଗୋଟିଏ ଭୟର ବାତାବରଣ ମଧ୍ୟ ଖେଳି ଯାଇଥିଲା। ତାର କିଛି ସମୟ ପରେ ସେ ପୁଣି ବୋଧେ ତାର ଯାନ୍ତ୍ରିକ ତ୍ରୁଟି କ'ଣ ଥିଲା, ସେମାନେ ଆଉ ଥରେ ତାଙ୍କର ପାଇଲଟ ମହୋଦୟ ସେ ଯାନ୍ତ୍ରିକ ତ୍ରୁଟିକୁ ଠିକ୍ କରି ଆଉ ଥରେ ମଧ୍ୟ ସେ ତାଙ୍କର ଉଡ଼ାଣ ଯାତ୍ରାଟି ଆରମ୍ଭ କରିଛନ୍ତି। ଏଠି ବର୍ତ୍ତମାନ ଲୋକ ଶହ ଶହ ସଂଖ୍ୟାରେ ଲୋକ ଏଠି ପହଞ୍ଚୁଛନ୍ତି। ଆମେ ଯାଉଥିଲେ ଏଇଟା ଭାଇ ତାକୁ ମୟୂରଭଞ୍ଜରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।